ଯଦି ଆପଣ ଚିନ୍ତା କରୁଛନ୍ତି ସବୁବେଳେ ସକାଳୁ ଜଳଖିଆ କଣ ବନେଇବେ ଯୋଉଟା କି ହେଲ୍ଦି ହବା ସହିତ ଟେଷ୍ଟି ବି ହେଇଥିବ ଆଉ ଇନଷ୍ଟାଣ୍ଟ ବନି ଯାଉଥିବ, ତାହେଲେ ଏଇ ଭିଡିଓଟି ଆପଣଙ୍କ ପାଇଁ। ମୁଁ ଏଠି ନେଇଛି ଗୋଟେ କପ୍ ର ମସଲା ଓଟ୍ସ, ଯୋଉଟା କି ଆମେ ନର୍ମାଲି ବନେଇକି ଖାଏ। ତାକୁ ମୁଁ ଟିକେ ଗୁଣ୍ଡ କରିଦଉଛି। ଗୁଣ୍ଡ ହେଇସାରିଲା ପରେ ସେଥିରେ ମୁଁ ମିଶେଇଛି ଗୋଟେ କପ୍ ର ସୁଜି, ଅଧା କପ୍ ଦହି। ତାକୁ ଏବେ ଭଲସେ ମିକ୍ସ କରିଦବା ଏପଟ ସେପଟ କରିକି, ଯେମିତି ଦହିଟା ଚାରିଆଡିକି ମିକ୍ସ ହେଇଯିବ। ଭଲସେ ଗୋଳେଇ ଗୋଳି କରିଦେଲା ପରେ ସେଥିରେ ଆମେ ଦବା ଆମର ପାଣି। ଆମେ ଗୋଟେ ଇଡଲି ବ୍ୟାଟର ବନେଇବା, ତ ସେଇ ଅନୁସାରେ ଆମେ ଅଳ୍ପ ଅଳ୍ପ କରି ଫାଷ୍ଟ ପାଣି ଦବା ଆଉ ତାକୁ ଭଲସେ ମିକ୍ସ। ଏଠି ଦେଖନ୍ତୁ ବ୍ୟାଟରଟା ଟିକେ ସ୍ଲରି ଟାଇପ ର ଅଛି, କାରଣ ଆମେ ତାକୁ 10 ମିନିଟ ମାତ୍ର ରେଷ୍ଟ ଦବା ଛାଡିବା ପାଇଁ, ସୁଜିଟା ଫୁଲିବା ପାଇଁ। ଆଉ ଯେହେତୁ ଆମେ ଦହି ପକେଇଛେ ଫର୍ମେଣ୍ଟେସନ ପାଇଁ ଜମା ବି ଚିନ୍ତା ନାହିଁ, ସେ ହେଇଯିବ। ସୁଜିଟା ଭଲସେ ଫୁଲି ଯାଇଛି। ଏବେ 10 ମିନିଟ ପରେ ମୁଁ ତା ଦେହରେ ପକେଇଦେଲି ସ୍ୱାଦ ଅନୁସାରେ ଲୁଣ, କାଟିକି ରଖିଥିବା ଧନିଆ ପତ୍ର ଆଉ ଭୃଷଙ୍ଗ ପତ୍ର। ଆଉ ମୁଁ କିଛି ବି ଭେଜିଟେବଲ୍ସ ପକେଇନି, ଆପଣ ଚାହିଁଲେ ପକେଇ ପାରିବେ, କିନ୍ତୁ ଏଇଟା ଏମିତିରେ ହିଁ ବହୁତ ବଢିଆ ଲାଗିବ ଖାଇବା। ଏବେ ଗୋଟେ ଇଡଲି ମୋଲ୍ଡକୁ ଟିକେ ତେଲରେ ଗ୍ରୀସ୍ କରିକି ତା ଦେହରେ ମୁଁ ଗୋଟେ ଗୋଟେ ସ୍ପୁନ କରିକି ଦେଇ ଦଉଛି। ଆଉ ବଢିଆ ସେ ବହୁତ କମ ଟାଇମ ରେ 10 ମିନିଟରେ ହେଇଯିବ। ଏଠି ମୁଁ ଖୋଲିକି ଦେଖଉଛି, ଦେଖନ୍ତୁ 10 ମିନିଟରେ ଆରାମସେ ହେଇଗଲା ଆଉ ଇଜିଲି ବାହାରି ବି ଗଲା। ନିଶ୍ଚୟ ବନେଇକି ଖାଆନ୍ତୁ ଆଉ ସକାଳର ଜଳଖିଆ ଟେନସନରୁ ମୁକ୍ତି ପାଆନ୍ତୁ। ଦେଖନ୍ତୁ କେତେ ବଢିଆ ସେ ସଫ୍ଟ ହେଇଛି ଆଉ ବଢିଆ ବି ଟେଷ୍ଟି ଲାଗିବ ଖାଇବାକୁ।